ଦେଖନ୍ତୁ ସାଙ୍ଗମାନେ ଆମର ଓରିଏଣ୍ଟେସନ ପ୍ରକ୍ରିୟା କେମିତି ହୁଏ ଦେଖନ୍ତୁ। এই ভিডিଓରେ ଆମେ ଡିସ୍କସନ୍ କରିବା କି ଆମର ଏଲ୍ଟିଆର ଓରିଏଣ୍ଟେସନ କିଭଳି ହୁଏ। ଆପଣମାନେ ସମସ୍ତେ ଜାଣିଛନ୍ତି 23 ଏପ୍ରିଲରେ ଆମର ଆର୍ଟ୍ସ, ଓଡ଼ିଆ, ହିନ୍ଦୀ, ସାଂସ୍କ୍ରିଟର ଓରିଏଣ୍ଟେସନ ଅଛି ଏବଂ ଆପଣଙ୍କର ଓରିଏଣ୍ଟେସନ ପରେ ଆପଣମାନେ ଆପଏଣ୍ଟମେଣ୍ଟ ଲେଟର ପାଇଲା ପରେ ଆପଣମାନେ କେମିତି ଜଏନିଂ କରିବେ ଏବଂ ଜଏନିଂରେ କ'ଣ କ'ଣ ଡକୁମେଣ୍ଟ ଦରକାର ସେ ବିଷୟରେ ଆମେ ଡିସ୍କସନ୍ କରିବା। ଦେଖନ୍ତୁ ଆମର ଓରିଏଣ୍ଟେସନ ପ୍ରକ୍ରିୟା ଏଭଳି ଭାବରେ ଆପଣମାନଙ୍କର ନିଯୁକ୍ତି ପତ୍ର ଦେବେ। ତ ଆପଣମାନେ ଯେତେବେଳେ ଏଣ୍ଟ୍ରି କରିବେ ଆମର କଳିଙ୍ଗ ଷ୍ଟାଡିୟମରେ ଆପଣମାନଙ୍କୁ ସ୍ପେସିଫାଏ କରାଯାଇଥିବ କି ଆପଣ ପବ୍ଲିକ ଭେହିକିଲ୍ ଆସିଛନ୍ତି ନା ପର୍ସନାଲ ଭେହିକିଲରେ। ତ ସେଇ ଅନୁସାରେ ଆପଣମାନେ ଗେଟ୍ରେ ଏଣ୍ଟ୍ରି କରିବେ। ଗେଟ୍ରେ ଏଣ୍ଟ୍ରି କରିସାରିଲା ପରେ ଆପଣମାନଙ୍କୁ ଯିବାକୁ ପଡ଼ିବ ଅସ୍ଥାୟୀ ତମ୍ବୁ ନିକଟକୁ। ସେଠି ଗଲା ପରେ ଆପଣ ନିଜ ନିଜର ଡିଷ୍ଟ୍ରିକ୍ଟ ପାଖରେ ଯେଉଁଠି ସିରିଏଲ୍ ନମ୍ବର ଥିବ ସେଠି ଠିଆ ହେବେ। ସେଠି ଆପଣମାନଙ୍କୁ ଆଇ କାର୍ଡ଼ ମିଳିବ ଏବଂ ଆପଣଙ୍କୁ ଟୋକନ୍ ମିଳିବ, ଖାଇବା ପାଇଁ ଟୋକେନ୍ ମିଳିବ। ତ ଆପଣମାନେ କଲେକ୍ଟ କରିବେ। ତାପରେ ଆପଣମାନଙ୍କର ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆରମ୍ଭ ହେବ, ଯେଉଁଠିକି ଆପଏଣ୍ଟମେଣ୍ଟ ଲେଟର ମୁଖ୍ୟମନ୍ତ୍ରୀ ନିଜେ ଦେବେ ଏବଂ ପରିଶେଷରେ ଆପଣମାନେ ନିଜ ନିଜର ଡିଷ୍ଟ୍ରିକ୍ଟର ଯେଉଁଠି ବୋର୍ଡ଼ ଲାଗିଛି ସେଠି ଯାଇ ଆପଣମାନେ ନିଜ ନିଜର ଆପଏଣ୍ଟମେଣ୍ଟ ଲେଟର ନେଇ ଆସିବେ। ତ ବର୍ତ୍ତମାନ ଦେଖନ୍ତୁ ଆପଣମାନେ ସମସ୍ତଙ୍କୁ ଅନୁରୋଧ, ତ ଆପଣମାନଙ୍କ ଆପଏଣ୍ଟମେଣ୍ଟ ଲେଟର ପାଇଲା ପରେ ତା ପରଦିନ ଯାଇ ରେସ୍ପେକ୍ଟିଭ ସ୍କୁଲରେ ଆପଣମାନଙ୍କ ଡକୁମେଣ୍ଟ 10th +2 ସାର୍ଟିଫିକେଟ୍, ଗ୍ରାଜୁଏସନ୍ ସାର୍ଟିଫିକେଟ୍, ବିଏଡ୍ ସାର୍ଟିଫିକେଟ୍, ଓଏସଟିଟି ସାର୍ଟିଫିକେଟ୍, ଆପଏଣ୍ଟମେଣ୍ଟ ଅର୍ଡ଼ର ଏବଂ ଆପଣମାନେ ଗୋଟେ ନିଜେ ଟାଇପ୍ କିମ୍ବା ହାତରେ ଲେଖିକି ଗୋଟେ ଜଏନିଂ ଲେଟର, ପ୍ୟାନ୍ କାର୍ଡ଼, ଆଧାର କାର୍ଡ଼, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଏବଂ ଆପଣ କାଷ୍ଟ ସାର୍ଟିଫିକେଟ୍ ଏହାର ଅରିଜିନାଲ ଏବଂ 2 ସେଟ୍ ଲାଖେ ଜେରକ୍ସ ନେଇକି ଯାଇଥିବେ ଫଟୋକପି, ଯେଉଁଥିରେ ସେଲ୍ଫ ଆଟେଷ୍ଟେଡ୍ ହେଇଥିବ। ତ ଆପଣମାନେ ଜଏନିଂ କରିବେ ଏବଂ ପୂର୍ବଥର ଆମର ଓରିଏଣ୍ଟେସନ କିଭଳି ହୋଇଥିଲା ଏବଂ ଓରିଏଣ୍ଟେସନର ଲାଇଭ୍ ଦେଖିବା ପାଇଁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ এই ଭିଡ଼ିଓଟିକୁ ଆପଣମାନେ ଆପଣଙ୍କ ଫ୍ରେଣ୍ଡ ସର୍କଲରେ ସେୟାର କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ଆପଣମାନେ ଯାଇକି ପୁରୁଣା ଏଲ୍ଟିଆର ଓରିଏଣ୍ଟେସନ ଭିଡ଼ିଓ ମଧ୍ୟ ଦେଖିପାରିବେ ଏବଂ ଆପଣମାନେ ଆମ ସହିତ ଯୋଡ଼ି ହୋଇ ରହିବା ପାଇଁ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଅଛି, ସେଠି ଆପଣମାନେ ଜଏନ୍ ହେଇପାରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।